ସାଙ୍ଗମାନେ ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟାରେ ଆମେ ପହଞ୍ଚିଗଲୁ ସୁନ୍ଦର ଭିଡ଼ିଓଟିଏ ବନାଇବା ପାଇଁ। ମଜାଦାର ଢଗପଶ୍ର ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମଜା ନିଅନ୍ତୁ। ସାଙ୍ଗମାନେ ମୁଁ ସଞ୍ଜୟ କୁମାର ମଲ୍ଲିକ, ଆପଣଙ୍କ ଭାଉଜ ସ୍ୱାଗତିକା ମଲ୍ଲିକ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ସର୍ବପ୍ରଥମେ ସ୍ୱାଗତ ଜଣାଇ ଆମେ ଆରମ୍ଭ କରୁଛୁ ମଜା ମଜା ଢଗ ଭିଡ଼ିଓ। ଆପଣମାନେ ଦେଖନ୍ତୁ, ମଜା ନିଅନ୍ତୁ। ଏତିକି ରିକ୍ୱେଷ୍ଟ ସାଙ୍ଗମାନେ, ଯଦି ଆମ ଚ୍ୟାନେଲକୁ ନ ଆସିଥାନ୍ତି ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍ କରିନେଲେ ଆପଣମାନଙ୍କ ପାଖରେ ସର୍ବପ୍ରଥମେ ଆମେ ଅପଲୋଡ଼ କରୁଥିବା ଭିଡ଼ିଓଟି ପହଞ୍ଚିଯିବ। ତାହେଲେ ସାଙ୍ଗମାନେ ଆପଣମାନଙ୍କୁ ଏତିକି ରିକ୍ୱେଷ୍ଟ, ଯେଉଁ ପ୍ରଶ୍ନଟି ମୁଁ ଭାଉଜଙ୍କୁ ପଚାରିବି ଯଦି ଭାଉଜ ଉତ୍ତରଟି ନ କହିପାରିଲେ ତାହେଲେ ସାଙ୍ଗମାନେ ଆପଣମାନେ କମେଣ୍ଟ ବକ୍ସରେ ଦେବେ ବୋଲି ଆଶା ଓ ବିଶ୍ୱାସ ରଖିଛୁ। ଆମେ ଜାଣୁ ସାଙ୍ଗମାନେ ଆପଣମାନେ ଆମର ବେଷ୍ଟ ଫ୍ରେଣ୍ଡ, କେବେ ହେଲେ ଅବହେଳା ନ କରି କମେଣ୍ଟ ବକ୍ସରେ ଲେଖିଦେବେ। ତାହେଲେ ଶୁଣ ଭଲ କି ତାପରେ ସରିଲା ଏବେ। ତାହେଲେ ମୁଁ ଷ୍ଟାର୍ଟ କରୁଛି। ପାଠପଢ଼ା ଚାଲିଛି ଏବଂ ଏହି ସମୟ ଭିତରେ ଭାଉଜଙ୍କୁ ମୁଁ ପ୍ରଶ୍ନଟି ପଚାରି ଦେଉଛି, ଆପଣମାନେ ଭଲ ଭାବରେ ଶୁଣି ନିଅନ୍ତୁ। ଭାଉଜ ନ କହିପାରିଲେ ଆପଣମାନେ ଟିକେ ହେଲ୍ପ କରିନିଅନ୍ତୁ। କହିଲେ ଦେଖି, ପିଙ୍କିର ବାପା ରାଜୁ, ଶୁଣ ସେ ଲେଖିବ ପିଙ୍କିର ବାପା ରାଜୁ, ରାଜୁର ଭାଇ ବିଜୁ, ବିଜୁର ବାପା କିଏ? ଏଇଟା ଟିକେ ସର୍ଟ ଅଛି, ସର୍ଟ ଅଛି ନା? ପିଙ୍କିର ବାପା ରାଜୁ, ରାଜୁର ଭାଇ ବିଜୁ, ବିଜୁର ବାପା କିଏ? ସାଙ୍ଗମାନେ ଭାଉଜ ଟିକେ ଚିନ୍ତାରେ ଅଛନ୍ତି, ତଥାପି ଭାବୁଛନ୍ତି। ପିଙ୍କିର ବାପା ରାଜୁ, ରାଜୁର ଭାଇ ବିଜୁ, ବିଜୁର ବାପା କିଏ? ସାଙ୍ଗମାନେ ଭାଉଜଙ୍କୁ এই ସୁନ୍ଦର ପ୍ରଶ୍ନଟି ଅଛି, ଦେଖାଯାଉ ଭାଉଜ ଆମର କ'ଣ ଉତ୍ତର ଦେଉଛନ୍ତି। ଆପଣମାନେ ଦେଖି ନିଅନ୍ତୁ। ପିଙ୍କିର ବାପା ରାଜୁ, ରାଜୁର ଭାଇ ବିଜୁ, ବିଜୁର ବାପା କିଏ? ଭାଉଜ ଟିକେ କନଫ୍ୟୁଜ୍ ହେଉଛନ୍ତି। ସାଙ୍ଗମାନେ ଆପଣମାନେ କ'ଣ ବୁଝିପାରୁନାହାନ୍ତି? ନିଶ୍ଚୟ ବୁଝିପାରିଥିବେ। ଯାଉ ସାଙ୍ଗମାନେ, ଆପଣ ଚାହିଁଲେ ଆଉ ଥରେ ମଧ୍ୟ ମୁଁ ରିପିଟ୍ କରିଦେଉଛି, ଆପଣମାନେ ବୁଝିପାରିଥିବେ। ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। ମିଠା ମିଠା ମଜା ଢଗ ପ୍ରଶ୍ନ ଆପଣମାନେ ଶୁଣନ୍ତୁ, ଆମେ ଡେଲି ଅପଲୋଡ଼ କରୁଛୁ। ଦେଖାଯାଉ ସାଙ୍ଗମାନେ। ପିଙ୍କିର ବାପା ରାଜୁ, ରାଜୁର ଭାଇ ବିଜୁ, ବିଜୁର ବାପା କିଏ? ରାଜୁ। ସାଙ୍ଗମାନେ ଭାଉଜ ଜାଣିପାରୁନାହାନ୍ତି। ଆପଣମାନେ କ'ଣ କମେଣ୍ଟ ବକ୍ସରେ ଲେଖିବେନି? ନିଶ୍ଚିନ୍ତ ଲେଖିବେ। ଆପଣମାନଙ୍କ ଉପରେ ଆମର ବିଶ୍ୱାସ ଅଛି। ସାଙ୍ଗମାନେ এইভাবে ঢাকা প্রশ্ন দেখন্তু, মজা নিয়ন্তু। আমি ডেলি অপলোড করছি। সাଙ୍ଗମାନେ ଆପଣମାନେ ଦେଖିବାର ସୁଯୋଗ ଦିଅନ୍ତୁ। ଏତିକି ରିକ୍ୱେଷ୍ଟ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ଟିକୁ ଅଲ୍ କରିଦିଅନ୍ତୁ। ସର୍ବପ୍ରଥମେ ୟୁଟ୍ୟୁବ୍ ଆପଣମାନଙ୍କ ପାଖରେ এইଭଳି ମଜାଦାର ଢଗ ପ୍ରଶ୍ନଟି ପହଞ୍ଚାଇ ଦେବ। ତାହେଲେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନ ସରିଯାଇଛି। ଆଶା ଆମେ ଦେଖିନେବା ସେକେଣ୍ଡ ଢଗ ପ୍ରଶ୍ନର ଭାଉଜ କ'ଣ ଉତ୍ତର ଦେଉଛନ୍ତି। ତାହେଲେ ସାଙ୍ଗମାନେ ଟିକେ ଚାଲିଯିବା ଏବେ ଭାଉଜଙ୍କ ପାଖକୁ। ଭାଉଜ ପାଠପଢ଼ା ଚଲାଇଛନ୍ତି, ଆପଣମାନେ ଦେଖିପାରୁଥିବେ। ସାଙ୍ଗମାନେ ଯାଉ ସାଙ୍ଗମାନେ, ଏଇ ସମୟ ଭିତରେ ଭାଉଜ ପାଠ ପଢ଼ାଇବା ସମୟ ଭିତରେ ଭାବିନେଲି ଭାଉଜଙ୍କ ସୁନ୍ଦର ପ୍ରଶ୍ନଟି ପଚାରିଦେବି ଏବଂ ଆପଣମାନେ ବୁଝିପାରିଥିବେ। ତାହେଲେ ସାଙ୍ଗମାନେ ଦ୍ୱିତୀୟ ପ୍ରଶ୍ନଟି ସେଇ ଟାଇପ୍ର ମୁଁ ପ୍ରଶ୍ନଟି ପଚାରୁଛି, ଭାଉଜ ଆମର କ'ଣ ଉତ୍ତର ଦେବେ ଆପଣମାନେ ଦେଖି ନିଅନ୍ତୁ। ଟିକେ ପାଖକୁ ଯିବା। ନମସ୍କାର। ସାଙ୍ଗମାନେ ସେକେଣ୍ଡ ପ୍ରଶ୍ନଟି ହେଲା, ଅଜୟର ବାପା ବିଜୟ, ବିଜୟର ଝିଅ ରୀତା, ରୀତାର ଭାଇ ସୁମନ, ସୁମନ ପାଇଁ ଅଜୟ କିଏ? ଦେଖାଯାଉ ସାଙ୍ଗମାନେ ଭାଉଜ କ'ଣ ଆମର ଉତ୍ତର ଦେଉଛନ୍ତି। ଅଜୟର ବାପା ବିଜୟ, ବିଜୟର ଝିଅ ରୀତା, ରୀତାର ଭାଇ ସୁମନ, ସୁମନ ପାଇଁ ଅଜୟ କିଏ? ବାପା। ସାଙ୍ଗମାନେ ଭାଉଜ ଶୁଣି ସାରିଲା ପରେ ତାଙ୍କର ଉତ୍ତରଟି ହେଉଛି ବାପା ହେବେ ବୋଲି କହୁଛନ୍ତି। ସାଙ୍ଗମାନେ
ଆପଣମାନେ ଭଲ ଭାବରେ ବୁଝନ୍ତୁ ଏବଂ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଯଦି ଆପଣମାନେ ଭାବିଥାନ୍ତି ଭାଉଜ ଠିକ୍ କହିଛନ୍ତି ବୋଲି, ତାହେଲେ ଭାଉଜଙ୍କ କଥାରେ ଏକମତ, ତାହେଲେ ବାପା ଲେଖିପାରନ୍ତି। ସାଙ୍ଗମାନେ, ଆମେ ଆଶା କରୁ ଆପଣଙ୍କ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ। ଅବହେଳା ନକରି ଗୋଟେ କମେଣ୍ଟ ଲେଖିଦିଅନ୍ତୁ। ଆପଣମାନଙ୍କ ସପୋର୍ଟ ଆମ ପାଇଁ ବହୁତ ମୂଲ୍ୟବାନ। ଆମେ ଜାଣୁ ସାଙ୍ଗମାନେ, ଆପଣମାନେ ଆମକୁ ଅନେକ କିଛି ସପୋର୍ଟ କରୁଛନ୍ତି। ଆଗକୁ ଯିବାକୁ ରାସ୍ତା ମଧ୍ୟ ଦେଖାଇଛନ୍ତି। ଯାହା ହେଉ ସାଙ୍ଗମାନେ, ଆମର ଆପଣଙ୍କ ପ୍ରତି ଅନେକ ଭରସା ଅଛି। ଆମେ ଜାଣୁ ଆମ ସାଙ୍ଗମାନେ କେବେ ହେଲେ ଆମକୁ ଧୋକା ଦେବେନି। ଯାହା ହେଉ ସାଙ୍ଗମାନେ, ଆଜି ମୁଁ 2ଟି ପ୍ରଶ୍ନ କରିଥିଲି, ଯାହା ଯେମିତି ଆପଣମାନେ ଶୁଣିଥିବେ। ଆପଣମାନେ ଯେମିତି ହେଉ ଆମ ପାଇଁ ଟିକେ ସମୟ କାଢ଼ି କମେଣ୍ଟରେ ଲେଖିବେ ବୋଲି ଆଶା ବିଶ୍ୱାସ ରଖିଛୁ। ଯାହା ହେଉ ସାଙ୍ଗମାନେ, ଭାଉଜ କ'ଣ କହିବେ ଦେଖାଯାଉ। ଭାଉଜ କ'ଣ କିଛି କୁହ। ଆମର ସ୍ୱାଗତିକା ଭାଉଜ, ଦେଖନ୍ତୁ ସମୟ ନଷ୍ଟ ନ କରି ମୋ ପାଖରେ ସମୟ ଦେଲେ ସେଣେ ସମୟ ନାହିଁ, କ'ଣ କରାଯିବ। କିନ୍ତୁ ଭାଉଜ ସବୁଆଡ଼େ ଚିନ୍ତା କରି ମାନେ କହୁଛନ୍ତି। ତାହେଲେ ତମର କିଛି ପ୍ରଶ୍ନ କୁହ। କିଛି ରଖିନ ଆଜି? ହଁ, କ'ଣ କୁହ? କ'ଣ ତମକୁ ଗୋଟେ କ'ଣ ଭାବିନ ଆଜି? କିଛି ନାହିଁ ଭାବିବାକୁ ଦଉଛ କେତେ ଭାବିବାକୁ ଦଉଛ। ମୁଁ ତ ସେପଟ ଏପଟ ସକାଳେ କାମ ସାରି ଦେଇକି ଯାଉଛି ସିଲେଇବାକୁ ଯାଇକି ରୋଷେଇବାସ କରିକି ରୋଷେଇବାସ ସାରିକି ଖାଇ ପିଇ ଦେଇକି ଦୌଡ଼ିକି ପଳାଉଛି ସିଲେଇ କରିକି ଆଇଲା ପୁଅକୁ ପଢ଼େଇନି, ସେ ତା ଟାଇମ୍ ଏପଟ ଟ୍ୟୁସନ୍ ନେବି। ମୋତେ ଟାଇମ୍ କେତେଟା ହେବ? ମୁଁ ସାଙ୍ଗମାନେ ଭାଉଜଙ୍କ କଥା ଶୁଣନ୍ତୁ। ଭାଉଜ ଟିକେ ସମୟ ପାଉନାହାନ୍ତି। ଯାହା ହେଉ ମୁଁ ଆପଣମାନଙ୍କ ପାଖରେ ଯେମିତି ହେଉ ସମୟ କାଢ଼ି ଭାଉଜଙ୍କ ପାଖରୁ ସମୟ ନେଇ ଆପଣମାନଙ୍କ ପାଖକୁ ଭିଡ଼ିଓଟି ବନାଉଛି। ସାଙ୍ଗମାନେ, ଆମର ଯେ ସମୟଟି ଦେଇ ବନାଉଛୁ, ଆମର କ'ଣ କୌଣସି ମୂଲ୍ୟ ଆପଣମାନେ ଦେବେ ନାହିଁ। ଆମେ ଜାଣୁ ସାଙ୍ଗମାନେ, ଆପଣ ଆମ ପାଇଁ ସମୟ ଦେବେ ଏବଂ କମେଣ୍ଟରେ ଲେଖିବେ, ଆଗକୁ ଯିବାର ରାସ୍ତା ଦେଖାଇବେ। ଯାହା ହେଉ ସାଙ୍ଗମାନେ, ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ୱାଚ୍ କରିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ। ନା କ'ଣ କହୁଛ? ଭାଉଜ କିଛି କହୁନାହାନ୍ତି, ଖାଲି ଲାଜ ହେଇଯାଉଛନ୍ତି। ଆଉ ଭାଉଜ ସ୍ୱାଗତିକା ଭାଉଜ ଖାଲି ଲାଜ ହେଇଯାଉଛନ୍ତି। ଆଉ ଗୋଟେ ଗୀତ ଗାଇବ, ଦେଖିବା। ଗାଇବନି? ତାହେଲେ ସାଙ୍ଗମାନେ, ଆଜି ବହୁତ ମଜା ହେଇଗଲା। 2ଟି ପ୍ରଶ୍ନ କରିଥିଲି, କିନ୍ତୁ ଆପଣମାନେ ସମୟ କାଢ଼ି ଭିଡ଼ିଓଟିକୁ ଦେଖି କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ତାହେଲେ ସାଙ୍ଗମାନେ, ହଁ, ଯାହା ହେଉ ସାଙ୍ଗମାନେ, ଭାଉଜ କିଛି ଭାବିକି କହିଲେ। ଯେଉଁ ଆଗକୁ ଯେଉଁ ରଜ ପର୍ବ ଆସୁଛି, ଆମର ଫେମସ୍ ପର୍ବ, ଯିଏକି ଆପଣମାନେ ଜାଣିଥିବେ, ଘରେ ଘରେ ପରିଚିତ। ସାଙ୍ଗମାନେ, ସେଇ ରଜ ପର୍ବର ସବୁଠାରୁ ମୂଲ୍ୟବାନ ଫଳର ନାମ କ'ଣ? ଏମିତି କେଉଁ ଫଳ ଯିଏକି ରଜ ପର୍ବରେ ନିହାତି ଦରକାର ହୋଇଥାଏ, ଘରେ ଘରେ ପରିଚିତ, ସେ ଫଳଟି ସମସ୍ତେ ଘରକୁ ନେଇଥାନ୍ତି। ସାଙ୍ଗମାନେ, ଆପଣମାନେ ନିଶ୍ଚିନ୍ତ କମେଣ୍ଟରେ ଦେବେ ବୋଲି ଆଶା ରଖିଛୁ। ଭାଉଜଙ୍କ ପ୍ରଶ୍ନର ଉତ୍ତରଟି ବହୁତ ବଢ଼ିଆ ଥିଲା, ଯେ କି ଆପଣମାନେ ଭାବି ନିଅନ୍ତୁ ରଜ ପର୍ବରେ କେଉଁ ଫଳଟି ବେଶୀ ମୂଲ୍ୟବାନ, ଯେ କି ସମସ୍ତେ ସେହି ଫଳଟିକୁ ଘରକୁ କିଣି ନେଇ ଆସିଥାନ୍ତି। ତାହେଲେ ସାଙ୍ଗମାନେ, ଆଜି ଆମର ସମୟ ହେଇଗଲାଣି। ଆମେ ଏବେ ରହିବୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ। ଆଶା ଆମେ ହସିବା, ଅନ୍ୟମାନଙ୍କୁ ହସାଇବା, ସାଙ୍ଗସାଥି, ଭାଇ ଭଉଣୀ, ମା ମାଉସୀ ସମସ୍ତଙ୍କୁ ହସାଇବା ଏବଂ ସୁନ୍ଦର ସୁନ୍ଦର ଢଗ ପ୍ରଶ୍ନ ବନାଇବା। ହଁ, ତାହେଲେ ସାଙ୍ଗମାନେ, ଏବେ ଆମେ ରହୁଛୁ। ଏବେ ରହିବା। ହଁ, ନାଚିବା ନିଶ୍ଚିନ୍ତ। ସାଙ୍ଗମାନଙ୍କ ପାଇଁ ହେଲେ ମୁଁ ଏମିତି ନାଚ ନାଚିବି, ଆପଣମାନେ ହସି ହସି କରିଯିବେ ସାଙ୍ଗମାନେ। ସେଇନାଇ ଭାଉଜ କହୁଛନ୍ତି ଖାଲି ଏମିତି ହଲିକି ନାଚିବ। ତାହେଲେ ସାଙ୍ଗମାନେ, ଏବେ ଆମେ ରହୁଛୁ। ସମୟ ତ ହେଇଗଲା, ବହୁତ ମଜା ହେଇଗଲା। ଆଗାମୀ ଭିଡ଼ିଓକୁ ଅପେକ୍ଷା କରନ୍ତୁ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଆଣିବୁ, ଆପଣମାନେ ଦେଖିବାର ସୁଯୋଗ ପାଇବେ। ତାହେଲେ ରହିଲୁ ସାଙ୍ଗମାନେ। ଜୟ ଜଗନ୍ନାଥ, ନମସ୍କାର।